ଆଜି ଘରେ ବନିଲା ଅତି ନରମ ଓ ସୁନ୍ଦର ପନିର। ତ ଚାଲନ୍ତୁ এই ପନିର କେମିତି ତିଆରି କରାଯାଏ ଦେଖିନେବା। ସବସ୍କ୍ରାଇବ୍ ନିହାତି କରନ୍ତୁ। ପ୍ରଥମେ ଗୋଟିଏ ଡେକ୍ଚି ବସେଇକି ତା ଦେହରେ 1.5 ଲିଟର କ୍ଷୀର ଏଇଠି ଆମେ ଫୁଟେଇବା। ଫୁଟିଗଲା ପରେ ସ୍ୱାଦ ଅନୁସାରେ ଲୁଣ ଦେଇକି ଏ କ୍ଷୀରଟାକୁ ଉତୁରିଲା ପର୍ଯ୍ୟନ୍ତ ଆକୁ 2 ଫୁଟ ଯାଏଁ ଫୁଟେଇ ନେବା। ଏମିତି ଯେତେବେଳେ 2 ଫୁଟ ଫୁଟିଯିବ ଏଇଠି ଆମେ ଦେଇଦେବା ଦହି। ତ ମୁଁ ଦେଖନ୍ତୁ ଦହି ଦେଉଛି, ଭିନେଗାର ଦେବାନି କିମ୍ବା ଆମର ଲେମ୍ବୁ ବି ଦେବାନି। ଦହି ଦେଲେ ପନିରଟା ଅଧିକ ନରମ ଓ ବହୁତ ହି ସୁନ୍ଦର ବନିବ। ତାପରେ ଆକୁ 5 ରୁ 6 ମିନିଟ୍ ପର୍ଯ୍ୟନ୍ତ ସିଝେଇବା। ଏମିତି ଆର ପନିର ସେପ୍ର ପଳେଇ ଆସିବ। ତାପରେ ଏଇଠି ଆମେ ଗୋଟେ ବେଲା ନେଇଯିବା, ତା ଉପରେ ଗୋଟେ ଜାଲି ଗିନା ଥୋଇବା, ତା ଉପରେ ଗୋଟେ ରୁମାଲ ରଖିବା। ଆଉ ଏ ପନିର ଦେଇ ସାରିଲା ପରେ କିଛି ପାଣି ଦେଇକି ଏଇଟାକୁ 2 ରୁ 3 ଥର ଧୋଇ ନେବା। ଆଉ ଆକୁ ଗରମ ଅଛି ତ ସେଇଥିପାଇଁ ଡଙ୍କି ସାହାଯ୍ୟରେ ଏମିତି ଦବେଇ ୟା ଉପରେ 2ଟା ପଥର ରଖିବା। ଆଉ ଏ ପାଣି ଯେଉଁ ଅଛି এই ପାଣି ଆମେ ୟୁଜ୍ କରିପାରିବା ତରକାରୀ କଲା ବେଳକୁ। ତ ଦେଖନ୍ତୁ ପନିର ପିସ୍ ଆମର ପୁରା ରେଡ଼ି। ସବସ୍କ୍ରାଇବ୍ ନିହାତି କରନ୍ତୁ ଫ୍ରେଣ୍ଡସ୍। ଥ୍ୟାଙ୍କ ୟୁ।